ଜାନୁଆରୀ ମାସ ଶେଷ ସୁଦ୍ଧା 1 କୋଟି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସେହିପରି ମାର୍ଚ୍ଚ ମାସରେ ଏକାଥରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି। ଏ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାନୁଆରୀ ଶେଷ ସୁଦ୍ଧା 1 କୋଟିଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ପ୍ରଥମ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ଯାହା ଗୋଟିଏ ପରେ ଗୋଟିଏ କିସ୍ତି ଜରିଆରେ ଦିଆଯାଉଛି। ଜାନୁଆରୀ ମାସ ଶେଷ ସୁଦ୍ଧା କିନ୍ତୁ ଟାର୍ଗେଟ ରଖାଯାଇଛି 1 କୋଟି ହିତାଧିକାରୀଙ୍କୁ ଏହି ସୁଭଦ୍ରା ଟଙ୍କା ମିଳିବ। ସେହିପରି ମାର୍ଚ୍ଚ ମାସରେ ଏକାବେଳେ ଯାହା ଟାର୍ଗେଟ ରଖାଯାଇଛି ମାର୍ଚ୍ଚ 8 ମହିଳା ଦିବସରେ ଦ୍ୱିତୀୟ କିସ୍ତି ଦିଆଯିବ। ମାନେ ଏକାଥରେ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ। सुभद्रा योजना 80 लाख महिला को दे सारी जनवरी मास शेष सुधा आम 1 कोटी अधिक महिला को अंतर्भुक्त करके प्रथम किस्तिर चतुर्थ पर्यायर आम देवाई जाऊँ एवं मार्च मसरे ये वर्षर द्वितीय किस्ती हिसाब से एकाथरे 1 कोटी अधिक महिला को डीबीटी जरिया आम सशक्तकरण करने आज निरंतर भाव काम करूँ।